ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନାଚୁଣୀସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲରେ ଦେଶର 79ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ସ୍ୱର୍ଗତ ଗୋଦାବରୀଶ ମହାପାତ୍ର ଯିଏକି ତୃତୀୟ ଗୋଦାବରୀଶ ଭାବେ ସୁପରିଚିତ, ତାଙ୍କ ଅମୂଲ୍ୟ ଅବଦାନରେ ଗତ 1946 ମସିହାରେ ପ୍ରଥମେ ଗୋଦାବରୀଶ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଏହା ସଂଲଗ୍ନ ପୁଣି ତାଙ୍କ ଦ୍ୱାରା 1960 ମସିହାରେ ସ୍ଥାପିତ ଗୋଦାବରୀଶ ହାଇସ୍କୁଲ। ସରକାରଙ୍କ ନୂତନ ଶିକ୍ଷାନୀତି ଅନୁସରଣରେ ଉଭୟ ଶିକ୍ଷାନୁଷ୍ଠାନ ସରକାର ହାତକୁ ନେବା ପରେ ଏବେ ଉଭୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ସରକାରୀ ହାଇସ୍କୁଲ ଭାବେ ସୁପରିଚିତ ଅଟେ। ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ୱ ଏହି ଶିକ୍ଷାନୁଷ୍ଠାନ ସହ ମୋର ପରିଚିତ। ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷା ପରିଚାଳନା କ୍ଷେତ୍ରରେ ମୋର ଯୋଗଦାନ ତଥା ଅବୈତନିକ ଶିକ୍ଷକ ଭାବେ ମୁଁ ଶିକ୍ଷାସେବା ଯୋଗାଇ ଆସୁଅଛି। ଗତ 2018 ମସିହାରୁ ଏହି ସରକାରୀ ହାଇସ୍କୁଲର ଶିକ୍ଷା ପରିଚାଳନା କମିଟିର ସର୍ବସମ୍ମତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଚଳିତ ବର୍ଷ ନଭେମ୍ବର ମାସ ଶେଷରେ ମୋର ଆନୁଷ୍ଠାନିକ ଭାବେ କାର୍ଯ୍ୟକାଳ ସରିବାକୁ ଯାଉଛି। ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତ ସବରଙ୍କ ଆମନ୍ତ୍ରଣ କ୍ରମେ ଏହି 79ତମ ସ୍ୱାଧୀନତା ଦିବସରେ ବିଶେଷ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ନିଜକୁ ଭାଗ୍ୟବାନ ମନେ କରୁଅଛି।